हेलो हाय ସମସ୍ତେ କେମିତି ଅଛନ୍ତି କଣ ଅଛନ୍ତି ସାର୍ କଲର ସମସ୍ତେ ଭଲ ଅଛନ୍ତି ଆପଣମାନଙ୍କୁ ସୁମିନି ଏକ୍ସପ୍ରେସ୍ ଚ୍ୟାନେଲ ଆପଣଙ୍କୁ ସ୍ୱାଗତ ଚାଲନ୍ତୁ ଆଜି ମୁଁ ଅଲରେଡି ସବୁ ଅଧା ରେଡି କରିଦେଇଛି ଡାଇରେକ୍ଟ ମୁଁ ଦେଖେଇବି ଆଉ ପୁରା ସବୁ କଟାକଟି ଜହ୍ନି କରିଦେଇଥିଲି ଆଳୁ ବି କାଟି ଦେଇଥିଲି ତାପରେ ବୁଟ ଡାଲିକି ବି ବତୁରେଇ ଦେଇଥିଲି ସବୁ ଏକା ସାଙ୍ଗରେ ହଳଦୀ ଆଉ ଲୁଣ ଦେଇକି ତାକୁ ମୁଁ ଦୁଇଟା ମିକ୍ସର ଦେଇ ଦେଇଥିଲି ତ ଆମର ବହୁତ ବଢିଆ ଭାବରେ ଆମର ସିଝି ଯାଇଛି ଆଉ ଅବିକା ଆକୁ କଣ କରିବା ମସଲା ଦେଇକି ଆଜି କରିବା ତ ଆପଣମାନେ ଜହ୍ନିରେ ପୋସ୍ତ କରି ଖାଇଥିବେ ଜହ୍ନିରେ ଆହୁରି କେତେ ପ୍ରକାର ଭେରାଇଟି ଖାଇଥିବେ କିନ୍ତୁ ଏଇ ଯୋଉ ଜିନିଷଟା ଆପଣମାନେ ନିହାତି କରିନଥିବେ ଆଉ ଯଦି କରିଥିବେ ତାହେଲେ ଭଲ କଥା ଆଉ ଯଦି ନ କରିଥିବେ ପ୍ଲିଜ ଏଇଟାକୁ ପୁରା ଦେଖିକି ଜମା ସ୍କିପ୍ କରିବେନି ତ ଚାଲନ୍ତୁ ଟିକେ ଆରମ୍ଭ କରିବା ଆଉ ଏଇଟାକୁ ଅବିକା ସାଇଡ୍ କରିଦେବା କାହିଁକି ଆକୁ ଅବିକା ଚାଲନ୍ତୁ ଅବିକା ଆରମ୍ଭ କରିବା ତେଲ ସୋରିଷ ତେଲରେ କରିବା ତ ସୋରିଷ ତେଲରେ ବଢିଆ ଭାବରେ ଅବିକା ଗରମ କରିଦେଇଛି ତା ଦେହରେ ଟିକେ ଚିନି ପକେଇଦବା ତେଜପତ୍ର ବି ପକେଇଦବା ପିଆଜ ପକେଇଦବା ପିଆଜ ପକେଇକିରି ତାକୁ ଭଲ ଭାବରେ ଅବିକା ପିଆଜକୁ ପୁରା ଲାଲ କରିବା ତ ଦେଖୁନ ଏଠି ପିଆଜଟା ବଢିଆ ଭାବରେ ଆମର ହେଇଗଲାଣି ତାପରେ କଣ କରିବା ଅଦା ରସୁଣ ପେଷ୍ଟ ପକେଇଦବା ଆଉ ସେଇଥିରେ ବି ଟମାଟରକୁ ବି ଇଏ କରି ରଖିଛି ତାକୁ ବି ପକେଇଦବା ସବୁକୁ ଭଲ ଭାବରେ ମିକ୍ସ କରିଦବା ପିଆଜ ଟମାଟର ଆଉ ଅଦା ରସୁଣକୁ ଭଲ ଭାବରେ ତାକୁ କଷିବା ଯେମିତି ତା ଗନ୍ଧ ଯିବା ଯାଏଁ ତ ଚାଲନ୍ତୁ ଆମର ମସଲାଟି ବଢିଆ ଭାବରେ ଆମର ହେଇ ଆସିଲାଣି ତା ଦେହରେ ଟିକେ କଣ କରିବା ପକେଇଦବା ଜିରା ଗୁଣ୍ଡ ଟିକେ ଧନିଆ ଗୁଣ୍ଡ ଟିକେ ଟିକେ କଲରା ଲଙ୍କା ଲୁଣ ବି ଦେଇଦବା ଅଳ୍ପ ଟିକେ ଦେଇଦବା ଲୁଣ ଭଲ ଭାବରେ ମିକ୍ସ କରିଦବା ଯୋଉ ବିଟ୍ ସିଝା ହେଇକି ରହିଛି ତାକୁ ପକେଇଦବା ଏଇଠି ସବୁକୁ ପକେଇକି ଭଲ ଭାବରେ ତାକୁ ଆମେ ଏଠି ମିକ୍ସ କରିଦବା ତ କାହିଁକି ନା ଏଠି ଏଇ ଜାଗାରେ ଆମର ଅଲରେଡି ବୁଟ ଆଉ ଜହ୍ନି ଆଳୁ ବଢିଆ ଭାବରେ ସିଝିଗଲେ ଖାଲି ତ ମସଲାଟା କଷିବାର ଥିଲା ମସଲାଟା ବଢିଆ ଭାବରେ ହେଇଯାଇଥିଲା ତାପରେ ସବୁକୁ ପକେଇକି କିଛି ସମୟ ପାଇଁ ଛାଡିଦେବି ତାପରେ ଆମର ମଝିରେ ମଝିରେ ଘାଣ୍ଟୁଥିବୁ ନ ଘାଣ୍ଟିଲେ ତ ଲାଗିଯିବ ତ ଏମିତି କରି କରି ପୁରା ଏମିତି ଝୁକଝୁକିଆ ରଖିବେ ଆଉ ଖାଇବାକୁ ବହୁତ ଟେଷ୍ଟ ଲାଗିବ ଆଉ ବୁଟ ଜହ୍ନି ଆଳୁକୁ ଏମିତି କରି ଖାଇଲେ ବହୁତ ଟେଷ୍ଟ ଲାଗିବ ତ ଚାଲନ୍ତୁ ଲାଷ୍ଟକୁ ଟିକେ ଧନିଆ ପତ୍ର ପକେଇକିରି ଆହୁରି ବି ଟେଷ୍ଟ ବଢେଇଦବା ଆଉ ଯଦି ଆପଣ ମାନଙ୍କୁ ଯଦି ଏଇଭଳି ଭିଡିଓ ଯଦି ଭଲ ଲାଗିଥିବ ତାହେଲେ ମୋ ଚ୍ୟାନେଲକୁ ସେୟାର ସବସ୍କ୍ରାଇବ ଲାଇକ୍ ବି ମଧ୍ୟ କରିବେ ତ ଚାଲନ୍ତୁ ପୁଣି ଆଉ ଯେମିତି ଗୋଟେ ନେକ୍ସଟ ଭିଡିଓ ଦେଖାହବ ରହୁଛି ବାଏ।